So hello everyone. So today we discuss about Odisha Police ପାଇଁ ଗୋଟେ କମ୍ପ୍ୟୁଟର ମାରାଥନ କରିବା ଯୋଉଟା କି ପ୍ରିଭିୟସ୍ ଇୟର କ୍ୱେଶ୍ଚନ୍ସ ରହିବ। ତ ଡେରି କରିବାନି, ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର କ୍ୱେଶ୍ଚନ୍ସ। କ୍ୱେଶ୍ଚନ ପଚାରିଛି ହ୍ୱାଟ ଇଜ ଦ ଫୁଲ୍ ଫର୍ମ ଅଫ୍ କୋବଲ। ତ ଏଠି ପଚାରିଛି କି କୋବଲର ଫୁଲ୍ ଫର୍ମ କଣ ବୋଲି। ତାହେଲେ ଅପସନ୍ସ କଣ ଅଛି? କମନ ବେସିକ୍ ଅପରେଟିଂ ଲାଙ୍ଗୁଏଜ, ନା କମ୍ପ୍ୟୁଟର ବେସିକ୍ ଓରିଏଣ୍ଟେଡ୍ ଲାଙ୍ଗୁଏଜ, ନା କମ୍ପ୍ୟୁଟର ବେସ୍ଡ ଅପରେଟିଂ ଲାଙ୍ଗୁଏଜ, ନା କମନ ବିଜନେସ୍ ଓରିଏଣ୍ଟେଡ୍ ଲାଙ୍ଗୁଏଜ। ତାହେଲେ ଆନ୍ସର କଣ ହେଇଯିବ? ନା କମନ ବିଜନେସ୍ ଓରିଏଣ୍ଟେଡ୍ ଲାଙ୍ଗୁଏଜ ହେଇଯିବ ରାଇଟ୍ ଆନ୍ସର। ଏଇଟା ଫାଷ୍ଟ ଡେଭଲପ କେବେ ହେଇଥିଲା? ନା 1960 ମସିହା ଡେଭଲପ ହେଇଥିଲା, ଯୋଉଟା କି କହିପାରିବା ଏଇଟା ଗୋଟେ ବିଜନେସ୍ ଓରିଏଣ୍ଟେଡ୍ ଆପ୍ଲିକେସନ୍ସ। ଏମିତି ଆଉ କିଛି ଆବ୍ରିଭେସନ ମନେ ରଖ, ଯେମିତି ଆମର ASC ଡବଲ ଆଇ ବୋଲି କହିବା। ତ ASC ଡବଲ ଆଇ ର କଣ ଫୁଲ୍ ଫର୍ମ ହେଇଯିବ? ନା ଆମେରିକାନ ଷ୍ଟାଣ୍ଡାର୍ଡ କୋଡ୍ ଫର୍ ଇନଫର୍ମେସନ ଇଣ୍ଟରଚେଞ୍ଜ ହେଇଯିବ। ସେମିତି ବାୟୋସ୍ ହେଇଯିବ କଣ? ନା ବେସିକ୍ ଇନପୁଟ ଆଉଟପୁଟ ସିଷ୍ଟମ। କୋବଲ ତ କହିଲି ଏବେ, ସେମିତି ଆମର DBMS କହିଲା ଡାଟାବେସ୍ ମ୍ୟାନେଜମେଣ୍ଟ ସିଷ୍ଟମ। HTTP ମନକ ହାଇପରଟେକ୍ସଟ ଟ୍ରାନ୍ସଫର ପ୍ରୋଟୋକଲ। ସେମିତି IBM ହେଲା ଇଣ୍ଟରନ୍ୟାସନାଲ ବିଜନେସ୍ ମେସିନ୍ସ। ଆଉ ଗୋଟେ ହେଲା JPEG ଜଏଣ୍ଟ ଫଟୋଗ୍ରାଫିକ ଏକ୍ସପୋର୍ଟ ଗ୍ରୁପ। ଠିକ ଅଛି, ଏ କିଛି ଆବ୍ରିଭେସନ ମଧ୍ୟ ମନେ ରଖ। ଅପସନ 4 ହେଇଯିବ ରାଇଟ୍ ଆନ୍ସର। OCR ଷ୍ଟାଣ୍ଡ ଫର। ତାହେଲେ ଏଠି କ୍ୱେଶ୍ଚନ ଆସିଛି କି OCR ର ଫୁଲ୍ ଫର୍ମ କଣ ବୋଲି। ଅପ୍ଟିକାଲ କ୍ୟାରେକ୍ଟର ରେକଗ୍ନାଇଜେସନ, ନା ଅପ୍ଟିମମ୍ କମ୍ପ୍ୟୁଟର ରେକର୍ଡିଂ, ନା ଅପ୍ଟିକାଲ କମ୍ପ୍ୟୁଟର ରେକର୍ଡିଂ, ନା ଅପ୍ଟିମମ୍ କଲର ରେକଗ୍ନାଇଜେସନ। ତାହେଲେ ଆନ୍ସର କଣ ହେଇଯିବ? ଅପ୍ଟିକାଲ କ୍ୟାରେକ୍ଟର ରେକଗ୍ନାଇଜେସନ ହେଇଯିବ ରାଇଟ୍ ଆନ୍ସର, ଯୋଉଟା କି ଅପସନ 1 ହେଇଯିବ ରାଇଟ୍। ଅପ୍ଟିକାଲ କ୍ୟାରେକ୍ଟର ରେକଗ୍ନାଇଜେସନ ହେଲା ସେଠି ଇଲେକ୍ଟ୍ରୋନିକ କିମ୍ବା ମେକାନିକାଲ କନଭର୍ସେସନ କହିପାରିବା, ଯୋଉଟା କି ଇମେଜରୁ ଯେମିତି ହ୍ୟାଣ୍ଡ ରାଇଟିଂ ହେଇଗଲା, ଆମର ପ୍ରିଣ୍ଟ ଆଣ୍ଡ ଟେକ୍ସଟ ହେଇଗଲା, ଏସବୁ ମେସିନ୍ ଇନକୋଡେଡ୍ ଟେକ୍ସଟକୁ କରିପାରିବା ହେଲା। ଯେମିତି କହିପାରିବା OCR ଯୋଉ ରହିଲା, ଯୋଉଟା କି ରିସର୍ଚ୍ଚ ପ୍ୟାଟର୍ନ ଆମର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରେ ବି ୟୁଜ୍ ହୁଏ, କମ୍ପ୍ୟୁଟର ଭିଜନରେ ମଧ୍ୟ ଆମେ ବ୍ୟବହାର କରିଥାଉ। The internet works by using protocol called TCP or IP. What is the full form of TCP? ଦେଖ ଏଇ ଟାଇପର କ୍ୱେଶ୍ଚନ ଫୁଲ୍ ଫର୍ମ ପଡୁଛି, TCP ଗଲା, ଏମିତି କୋବଲ ଗଲା, ତାହେଲେ TCP ର ଫୁଲ୍ ଫର୍ମ କଣ ବୋଲି ଏଠି ପଚାରିଛି। ତାହେଲେ ଆନ୍ସର କଣ ହେଇଯିବ? ଟ୍ରାନ୍ସମିଶନ କଣ୍ଟ୍ରୋଲ ପ୍ରୋଟୋକଲ ଅର୍ ଇଣ୍ଟରନେଟ ପ୍ରୋଟୋକଲ ହେଇଯିବ ରାଇଟ୍ ଆନ୍ସର ହେଲା। TCP ବା IP, ଯୋଉଟା କି ଆମର ଷ୍ଟାଣ୍ଡାର୍ଡାଇଜ ରୁଲ ରହିଲା ଆମର କମ୍ପ୍ୟୁଟର କମ୍ୟୁନିକେଟ କରିବା ପାଇଁ ନେଟୱାର୍କରେ। ନେଟୱାର୍କ ପ୍ରୋଟୋକଲ ସୁଇଟ୍ କଣ? ବେସିକାଲି ଆମର ସେଟ୍ ଅଫ୍ କମ୍ୟୁନିକେସନ୍ସ ରହିଲା, ଏଗୁଡ଼ା ସବୁ କରେଣ୍ଟ ବେସିକ୍ ପ୍ରୋଟୋକଲକୁ ଆମେ ବ୍ୟବହାର କରିଥାଉ। ଠିକ ଅଛି। ଆଉ ୱେବ୍ ବ୍ରାଉଜର କଣ? ୱେବ୍ ବ୍ରାଉଜରଟା ବେସିକାଲି ଆମର ସଫ୍ଟୱେର ପ୍ରୋଗ୍ରାମ ରହିଲା, ଆଉ ଗୋଟେ କି ୱାର୍ଲଡ ୱାଇଡ୍ ୱେବରେ ଏସବୁ ଏକ୍ସପ୍ଲୋରିଂ କଣ୍ଟେଣ୍ଟ ଥାଏ। ଯେମିତି ଇଣ୍ଟରନେଟ ୱେବ୍ ବ୍ରାଉଜର ରହିଲା, ଆମର ଗୁଗଲ କ୍ରୋମ ରହିଲା, ମାଇକ୍ରୋସଫ୍ଟ ରହିଲା, ମାଇକ୍ରୋସଫ୍ଟ ଇଣ୍ଟରନେଟ ଏକ୍ସପ୍ଲୋରର ରହିଲା, ମୋଜିଲା ଫାୟାରଫକ୍ସ ରହିଲା, ଅପେରା ରହିଲା, ଆପେଲ ସଫାରି ରହିଲା, ଆମାଜନ ଏସବୁ ଗୁଡାକ ଆମର ଇଣ୍ଟରନେଟ ବ୍ରାଉଜର। ଅପସନ 2 ହେଇଯିବ ରାଇଟ୍ ଆନ୍ସର। What is the full form of ASC double I? ତାହେଲେ AXI ର ଫୁଲ୍ ଫର୍ମ କଣ ବୋଲି ପଚାରିଛି। ତାହେଲେ ଆମେରିକାନ ଷ୍ଟାଣ୍ଡାର୍ଡ କୋର୍ ଫର୍ ଇନଫର୍ମେସନ ଇଣ୍ଟରଚେଞ୍ଜ ହେଇଯିବ ରାଇଟ୍ ଆନ୍ସର। ଠିକ ଅଛି, ତାହେଲେ ଆମେରିକାନ ଷ୍ଟାଣ୍ଡାର୍ଡ କୋଡ୍ ଫର୍ ଇନଫର୍ମେସନ ଇଣ୍ଟରଚେଞ୍ଜ। ଏଇ ଯୋଉ ASC ରହିଲା, ବେସିକାଲି ଏଇଟା ଗୋଟେ ଡାଟା ଟ୍ରାନ୍ସମିଶନ କୋଡ୍ କହିପାରିବା, ଯାହାକି ସବୁଠୁ ସ୍ମଲର କିମ୍ବା ଲେସ୍ ପାୱାରଫୁଲ ମଧ୍ୟ। ଆଉ ଲେଟର ହଉ, ନମ୍ବର ହଉ, ପଞ୍ଚୁଏସନ ମାର୍କସ ହଉ, ଇନପୁଟ ଡିଭାଇସରୁ ଆମର କମାଣ୍ଡସ୍ ଗୁଡାକ ମଧ୍ୟ ରେକଗ୍ନାଇଜ କରିଥାଏ। ଏସବୁ 7 ଡିଜିଟ୍ର ବାଇନାରୀ ଇଣ୍ଟିଜର ଥାଏ, କିମ୍ବା 0 ଆଉ 1କୁ ଷ୍ଟାଣ୍ଡାର୍ଡ AES କୋଡିଂ ବିଷୟରେ ୟୁଜ୍ କରାଯାଏ। ଆଉ ଇଏ ମଧ୍ୟ ରିପ୍ରେଜେଣ୍ଟ କରିଥାଏ 128ଟା ପ୍ରକାର ଡିଫରେଣ୍ଟ କ୍ୟାରେକ୍ଟରରେ। ଠିକ ଅଛି, ଇଏ ବି ମଧ୍ୟ ଇମ୍ପୋର୍ଟାଣ୍ଟ ରହିବ। What is the expansion of WWW? WWW ର ଫୁଲ୍ ଫର୍ମ ପଚାରିଛି ଏଠି କଣ? ତାହେଲେ ଆନ୍ସର କଣ ହେଇଯିବ? ୱାର୍ଲଡ ୱାଇଡ ୱେବ୍ ହେଇଯିବ ରାଇଟ୍ ଆନ୍ସର। ଠିକ ଅଛି, ଏଇ ଟାଇପର କ୍ୱେଶ୍ଚନ NTPSରେ ବି ବହୁତ ପଡିଛି, ଆଉ OSSରେ ବି ପଡିଛି। ୱାର୍ଲଡ ୱାଇଡ ୱେବ୍ କହିବା, ଯୋଉଟା କି ଆମର ଅଦର ୱେବ୍ ରିସୋର୍ସ ରହିଲା, ଯୋଉଟା କି ୟୁନିଫର୍ମ
रिसोर्स लोकेशन जोटा आइडेंटिफाई करा जाय थाए आउ सर बर्नर्स-ली जे रहले इन्वेंट करथिले www 1989 रे आउ किछटा वेब रिलेटेड किछि एब्रिविएशन मनक जेमति यूआरएल रहला यूनिफॉर्म रिसोर्स लोकेटर रहला किंतु LAN रहला कोन ना लोकल एरिया नेटवर्क तो सहित वन रहला वाइड एरिया नेटवर्क तापरे एसएमपीटी कोन सिंपल मेल ट्रांसपोर्ट प्रोटोकॉल तापरे एचटीएमएल हला हाइपरटेक्स्ट मार्कअप लैंग्वेज व्हाट डज एनआईयू स्टैंड फॉर इन इंफॉर्मेशन टेक्नोलॉजी तो हमर आईटी क्षेत्र रे हमें गोटे एब्रिविएशन यूज करू तार नाम हला कोन एनआईयू तो एनआईयू रो तार फुल फॉर्म कोन बोली पचारछि नॉमिनल इंटरनल यूनिट ना नेटवर्क इंटरफेस यूनिट ना नेशनल इंफॉर्मेशन यूजर्स ना नेटवर्किंग इंटरनल यूनिट तो आंसर कोन हे जबो नेटवर्क इंटरफेस यूनिट हे जो ऑप्शन बी हे जबो राइट आंसर नेटवर्क इंटरफेस यूनिट रहला जोटा कि हमरो सर्विस एंड पॉइंट रे हमें बेसिकली यूज करथाउ गोटे सब्सक्राइबर जोटा एचएफसी रहला नेटवर्क और लोकल रेसिडेंशियल वेयरिंग ये सब विषय कनेक्ट करथाय ये सब गुड़ाक हमर आईटी क्षेत्र यूज करा जाय हमर एते नॉलेज नाही ए सब रे बट किछ एप्लीकेशन मन रख जेमति हमर सीपीयू रहला सेंट्रल प्रोसेसिंग यूनिट रहला हला ता सहित हमर यूआरएल रहला यूनिफॉर्म रिसोर्स लोकेटर रहला हला ता सहित हमर यूएसबी जो रहला हमर यूनिवर्सल सीरियल बस एमति भाइरस रहला वाइटल इंफॉर्मेशन रिसोर्स अंडर सिज आउ राम तो रैंडम एक्सेस मेमोरी जानछो एसएमपीएस हला स्विच मोड पावर सप्लाई सीडी ର फुल फॉर्म कଣ कॉम्पैक्ट से सब फुल फॉर्म ମଧ୍ୟ ମନେ ରଖ with respect to memory what is the full form of USB तो मेमोरी केस रे हमें USB को बहुत बार यूज करूछु तो एट गोटे एनटीपीसी रो क्वेश्चन आस्तला तार फुल फॉर्म हे जबो यूनिवर्सल सीरियल बस हे जबो राइट आंसर जोटा कि ऑप्शन 3 हे जबो राइट आंसर जोटा कि फर्स्ट कमर्शियल ले 1966 रे 96 रे यूज करा हितला ठीक अछि इंपोर्टेंट रहइबो नेक्स्ट क्वेश्चन व्हाट डज द MIPS स्टैंड फॉर MIPS ର ଫୁଲ୍ ଫର୍ମ କଣ ହେଇଯିବ ବୋଲି ପଚାରୁଛି ତାହେଲେ ମିଲିୟନ ଇନଷ୍ଟ୍ରକ୍ସନ ପର ସେକେଣ୍ଡ ହେଇଯିବ ରାଇଟ୍ ଆନ୍ସର ଯୋଉଟା କି ଅପସନ ବି ହେଇଯିବ ରାଇଟ୍ MIPS ର ବେସିକାଲି ଷ୍ଟାଣ୍ଡାର୍ଡ ବେଞ୍ଚମାର୍କ କହିପାରିବା ଗୋଟେ କି ପାରାମିଟର ଯୋଉଟା କି ସ୍ପିଡ ଉପରେ ଡିପେଣ୍ଡ କରିଥାଏ in the context of web pages what does the SEO stand for ତାହେଲେ SEO ର ଫୁଲ୍ ଫର୍ମ କଣ ବୋଲି ପଚାରୁଛି ତାହେଲେ ସର୍ଚ୍ଚ ଇଞ୍ଜିନ ଅପ୍ଟିମାଇଜେସନ ହେଇଯିବ जोटा कि वेबसाइट जो इम्प्रूव करिया पई बा विजिबिलिटी करिया पई हमें देखो यूज करथाउ ए एब्रिविएशन को एसईओ इन इंटरनेट टेक्नोलॉजी व्हाट डज डीएनएस स्टैंड फॉर तो डीएनएस रो फुल फॉर्म एटी पचारसी ताले कोन ना डोमेन नेम सिस्टम हे जिवो जोटा कि हमर आईपी एड्रेस कोडा करे डोमेन नेम यूज करा जाए बेसिकली अलाउ करे ब्राउजर को वेबसाइट किमा अदर इंटरनेट रिसोर्स को ठीक अछि ताले आंसर कोन हे जिवो ना डोमेन नेम सिस्टम ऑप्शन 3 हे जिवो राइट आंसर नेम द मेमोरी ऑफ द स्मॉलेस्ट यूनिट ऑफ द फॉलोइंग मेमोरी हिसाब रे सबटू स्मॉलेस्ट यूनिट कोडा बोली पचारछि तले मनक तो गोटे बिट जोटा रहिला सबटू स्मॉलेस्ट यूनिट बोली कहबा बट एठी ऑप्शन भितरु का हमको जिबाक पड़िबो योटाबाइट अछि जेटाबाइट एक्सोबाइट ना टेराबाइट तले आंसर कोन हेजबो टेराबाइट रहिला सबटू स्मॉलेस्ट कहि परिबा अकॉर्डिंग टू द ऑप्शन बोली कहबा କିନ୍ତୁ କମ୍ପ୍ୟୁଟର ମେମୋରି ଯଦି କହିବା ସବୁଠୁ ସ୍ମଲେଷ୍ଟ ୟୁନିଟ୍ ବିଆଇଟି ବିଟ୍ ହେଇଯିବ ସବୁଠୁ ଛୋଟ 1 ଆଉ 0 କୁ ସେ ରିପ୍ରେଜେଣ୍ଟ କରିଥାଏ ବା ତାକୁ କାହିଁକି ନା ଯୋଉ ସାନନ ଥିଲେ ତାଙ୍କ ସାଇଣ୍ଟିଷ୍ଟ ଅନୁସାରେ ଏ ନାମକରଣ କରାଯାଇଥିଲା ବିଟ୍ କୁ ମଧ୍ୟ ସାନନ ମଧ୍ୟ କୁହାଯାଏ 1024 ବାଇଟ୍ସ ଯିଏ ହେଲା ଗୋଟେ କିଲୋ ବାଇଟ୍ ସାଙ୍ଗରେ ସମାନ ଠିକ ଅଛି ମେଜରମେଣ୍ଟ ମଧ୍ୟ ମନେ ରଖ ନେକ୍ସଟ କ୍वेश्चन କୁ ଯିବା what does the letter S in the HTTPS protocol denote HTTPS रे S रो काम कोण ना सिक्योर हे जो राइट आंसर जेतेले गोटे वेबसाइट टा एनक्रिप्ट हे थाए बा TLS थ्रू रे एथिरे हाइपरटेक्स्ट ट्रांसफर प्रोटोकॉल सिक्योर को हमें यूज करथाउ बेसिकली ठीक अछि
URL stand for URL ର ବେସିକାଲି ତା ନାଁ କଣ ନା ୟୁନିଫର୍ମ ରିସୋର୍ସ ଲୋକେଟର ହେଇଯିବ ରାଇଟ୍ ଆନ୍ସର ଅପସନ୍ 1 ହେଇଯିବ ରାଇଟ୍ ଆନ୍ସର ଠିକ ଅଛି ବେସିକାଲି ୱେବ୍ ଆଡ୍ରେସ୍ ଯୋଉଟା କି ୟୁନିକ୍ ସ୍ପେସିଫିକ୍ ଲୋକେସନ ଆମକୁ ଦେଖେଇଥାଏ in computer field OLE is the abbreviation of ତାହେଲେ OLE ଯୋଉଟା ରହିଲା ଆମର ତାର abbreviation କୁ କଣ କହିବା ବୋଲି ପଚାରିଛି ଆନ୍ସର କଣ ହେଇଯିବ ନା ଅବଜେକ୍ଟ ଲିଙ୍କିଂ ଆଣ୍ଡ ଏମ୍ଡିଂ ଯୋଉଟା କି ଅପସନ ଉପରେ ହେଇଯିବ ରାଇଟ୍ ଆନ୍ସର ବେସିକାଲି ଆମର ଟେକ୍ନୋଲୋଜି ଫାସିଲିଟି ଦିଏ ବେସିକାଲି ଆପ୍ଲିକେସନ ଡାଟା କିମ୍ବା ଅବଜେକ୍ଟ ଭିତରେ ଯୋଉଟା କି ରାଇଟିଂ କରିବା ପାଇଁ ୟୁଜ କରାଯାଏ ଲାଇକ୍ ଦିଟା ଅବଜେକ୍ଟ ଭିତରେ ଲିଙ୍କିଂ କରିବା ପାଇଁ ଆମେ ଅବଜେକ୍ଟ ଲିଙ୍କିଂ ଆଣ୍ଡ ଏମ୍ଡିଂ କୁ ବେସିକାଲି ୟୁଜ କରିଥାଉ debugging is the process of rolling out a software na modifying a software program na checking errors is a software program na changing in the design structure of program ତାହେଲେ ଅପସନ୍ ଯୋଉଟା ଅଛି ଚେକିଂ ଏରର ଇନ୍ ଏ ସଫ୍ଟୱେର ପ୍ରୋଗ୍ରାମ ଯୋଉଟାକି ଡିବଗିଂ ର ପ୍ରୋସେସ ବୋଲି କହିପାରିବା ଡିବଗିଂ ଯୋଉଟା ରହିଲା ବା ଡିଟେକ୍ଟିଂ ବେସିକାଲି କହିପାରିବା ଯୋଉଥିରେ ଆମର ବକ୍ସ ଗୁଡାକ ରିମୁଭ୍ କରାଯାଇଥାଏ କମ୍ପ୍ୟୁଟର ପ୍ରୋଗ୍ରାମକୁ କଣ କହିବା ଯୋଉଟା କି ପ୍ରୋସେସ ଡିଜାଇନିଂ ରାଇଟିଂ ଟେଷ୍ଟିଂ ପର୍ପସରେ ଆମେ ବେସିକାଲି ୟୁଜ କରିଥାଉ ନେକ୍ସଟ କ୍ୱେଶ୍ଚନକୁ ଯିବା which of the following is the largest size of computer memory ତାହେଲେ କମ୍ପ୍ୟୁଟର ମେମୋରି ସବୁଠୁ ଲାର୍ଜେଷ୍ଟ ଯୋଉଟା କଣ କହିବା ଯୋଉଟା କି ୟୋଟା ବାଇଟ୍ ବୋଲି କହିବା ଠିକ ଅଛି ତାହେଲେ ଗୋଟେ ଗିଗାବାଇଟ୍ ଯେ 1024 MB ବୋଲି କହିବା ଗୋଟେ ଟେରାବାଇଟ୍ ଇକ୍ୱାଲ ଟୁ 10 ଟୁ ଦି ପାୱାର 6 MB ବୋଲି କହିବା ଆଉ ଗୋଟେ ପେଟାବାଇଟ୍ ହେଲା 1000 ଟେରାବାଇଟ୍ ସହିତ ସମାନ ବୋଲି ବଟ୍ ଅପସନ୍ ଆକର୍ଡିଂ ୟୋଟା ବାଇଟ୍ ହେଇଯିବ ରାଇଟ୍ ଆନ୍ସର The process of taking out store result out of physical memory of computer is known as ତାହେଲେ କହୁଛି ଯୋଉ ପ୍ରୋସେସରେ ଆମେ ଷ୍ଟୋର କରୁ କିମ୍ବା ଫିଜିକାଲ ମେମୋରି କମ୍ପ୍ୟୁଟରରେ ତାକୁ ଆମେ ବେସିକାଲି ଆଉଟପୁଟ୍ କହିପାରିବା ଆଉଟପୁଟ୍ ପ୍ରୋସେସ ଆମେ ବେସିକାଲି କହିବା ଅପସନ୍ 3 ହେଇଯିବ ରାଇଟ୍ ଆନ୍ସର ଆଉଟପୁଟ୍ ଗୋଟେ ରିଟର୍ନ କହିପାରିବା ୟୁଜର ମାନଙ୍କୁ ଯୋଉଟା କି ସ୍କ୍ରିନରେ ପ୍ରିଣ୍ଟେଡ୍ ମ୍ୟାଟେରିଆଲ ହଉ କିମ୍ବା ସ୍ପିକର ସାଉଣ୍ଡ ହଉ ତ ସେମାନଙ୍କୁ ମଧ୍ୟ ପେରିଫେରାଲ ଡିଭାଇସ୍ ମଧ୍ୟ କହିପାରିବା ନେକ୍ସଟ କ୍ୱେଶ୍ଚିନ୍ ଇନ୍ କମ୍ପ୍ୟୁଟର ଫାଇଲ୍ସ ହ୍ୱେନ୍ ଡିଲିଟେଡ୍ ଆର୍ ମୁଭ୍ ଟୁ ତାହେଲେ ଯେତେବେଳେ କମ୍ପ୍ୟୁଟରରେ ଗୋଟେ ଜିନିଷ ଡିଲିଟ୍ କରିବା ତାହେଲେ ସେ କୋଉଠିକି ଯାଏ ତାହେଲେ ଆନ୍ସର କଣ ହେଇଯିବ ତ ରିସାଇକେଲ ବିନ୍କୁ କଣ ହେଇଥାଏ ଡିଲିଟେଡ୍ ଆଇଟମ୍ସ ଗୁଡାକ ଯାଏ ଇଭେନ୍ ମଧ୍ୟ ଆମେ ରିସାଇକେଲ ବିନ୍କୁ ଏମିତି ତ ରିସାଇକେଲ ବିନ୍ ମଧ୍ୟ କରିପାରିବା ସେଥିରେ ପରମାନେଣ୍ଟଲି which of the following are the two component of the CPU of a computer କମ୍ପ୍ୟୁଟର CPUରେ ଦିଟା ମେନ୍ କମ୍ପୋନେଣ୍ଟ ପଚାରିଛି ତାଙ୍କ ଭିତରୁ କଣ ତ ମନେକ ସବୁବେଳେ କଣ୍ଟ୍ରୋଲ ୟୁନିଟ୍ ରହିଲା ଆଉ ALU ଯୋଉଟା ରହିଲା ଦିଟାକ ମେନ୍ କହିପାରିବା CPU ଟା ରହିଲା କଣ ଯୋଉଟା କି ବ୍ରେନ୍ କମ୍ପ୍ୟୁଟର ରହିଲା ତିନିଟା ମେନ୍ କମ୍ପୋନେଣ୍ଟ ରହିଲା ଗୋଟେ ରହିଲା କଣ୍ଟ୍ରୋଲ ୟୁନିଟ୍ ଆଉ ଗୋଟେ ALU ଆଉ ଗୋଟେ ପ୍ରାଇମେରୀ ମେମୋରି ବା ତାକୁ ଆମେ ମେନ୍ ମେମୋରି କହିବା ଯୋଉଟା କି ଦି ଭାଗରେ ଅଛି RAM ଆଉ ROM ବୋଲି କହିପାରିବା ନେକ୍ସଟ ଦ ସ୍ପିଡ୍ ଅଫ୍ ମାଇକ୍ରୋ ପ୍ରୋସେସର ଇଜ ନୋନ୍ ଆଜ୍ ମାଇକ୍ରୋ ପ୍ରୋସେସରର ସ୍ପିଡକୁ ଆମେ କଣ କହିବା ଗୋଟେ କ୍ଲକ୍ ସ୍ପିଡ ବୋଲି କହିବା ଯୋଉଟା କି ଗିଗାହର୍ଜ ବା GHz ଗୋଟେ ଫ୍ରିକ୍ୱେନ୍ସି କହିପାରିବା 1 ବିଲିୟନ ସାଇକେଲ ପର ସେକେଣ୍ଡକୁ ହାୟର ଗିଗାହର୍ଜ ରହିଲା ଇଣ୍ଡିକେଟ କରେ ଫାଷ୍ଟର ପ୍ରୋସେସିଂ ସ୍ପିଡ ବର୍କ ଠିକ ଅଛି ତମେ ଲେଖିଥିବ ଗୋଟେ ଲ୍ୟାପଟପରେ ଲେଖା ହେଇଥିବ ରିଫ୍ରେଶ ରେଟ୍ ଲେଖା ହେଇଥିବ 144 Hz ହେଲା ତ ଏଇଭଳିଆ ଥାଏ ଯୋଉଟା କି କ୍ଲକ୍ ସ୍ପିଡ କହିବା which the following is not an internal part of a computer ତ କମ୍ପ୍ୟୁଟର ଆଙ୍କ ଭିତରେ କୋଉଟା ଗୋଟେ ଇଣ୍ଟରନାଲ ପାର୍ଟ ନୁହେଁ ଦେଖ ଫ୍ଲାଶ ଡ୍ରାଇଭ ଯୋଉଟା ରହିଲା ସେଇଟା ଗୋଟେ କମ୍ପ୍ୟୁଟରର କଣ ନା ଇଣ୍ଟରନାଲ ପାର୍ଟ ନୁହେଁ ଠିକ ଅଛି ନେକ୍ସଟ କ୍ୱେଶ୍ଚନକୁ ଯିବା a collection of interrelated files and set of programs that allow user to access and modify these files is known as କଲେକ୍ସନ ଯୋଉ ରହିଲା କିମ୍ବା ଇଣ୍ଟରରିଲେଟେଡ୍ ରହିଲା ଫାଇଲ୍ସ ମାନଙ୍କ ସହିତ ଗୋଟେ ପ୍ରୋଗ୍ରାମକୁ ତାକୁ ଆମେ କଣ କହିବା ସବୁବେଳେ ମାନେ ତ DBMS ବୋଲି କହିବା ବା ଡାଟାବେସ୍ ମ୍ୟାନେଜମେଣ୍ଟ ସିଷ୍ଟମ ରହିଲା ଗୋଟେ ସଫ୍ଟୱେରକୁ ଡିଜାଇନ କରିପାରିବା ଷ୍ଟୋର ମଧ୍ୟ କରିପାରିବା ମୋଡିଫାଇ ମଧ୍ୟ କରିପାରିବା ଯେମିତି ଆମର କିଛି DBMS କଥା କହିବା ଯଦି MS ଆକ୍ସେସ୍ ରହିଲା
ମାଇସିକଲ ରହିଲା, ବିଗ୍ ଟେବଲ୍ ରହିଲା, ଠିକ୍ ଅଛି, ଫାଇଲ୍ ମେକର, ଏସବୁ ଗୁଡ଼ାକ ଗୋଟେ ଗୋଟେ ସିକଲ ବୋଲି କହିପାରିବା ବା ଡିବିଏମ୍ଏସ୍ କହିଲା, ଏଗୁଡ଼ା ସବୁ ଏକ୍ସାମ୍ପଲ ରହିବ। Which key on a window keyboard set to full screen mode in most browser? ଯଦି ଆମେ ୱିଣ୍ଡୋକୁ ଗୋଟେ ଫୁଲ୍ ସ୍କ୍ରିନ୍ରେ କନଭର୍ଟ କରିବାକୁ ଚାହୁଁଛନ୍ତି ତ ଆଙ୍କ ଭିତରୁ ଯଦି ଆମେ F11କୁ ଯଦି ଆମେ କ୍ୟାଚଅପ୍ କରିବା ତାହେଲେ କ'ଣ ହେଇଯିବ, ତାକୁ ଜୁମ୍ ହେଇଯିବ ହେଲା। F1ର ଭ୍ୟାଲ୍ୟୁ କ'ଣ? F1 ହେଲା ଗୋଟେ ଓପେନ୍ କରିବା ପାଇଁ ହୁଏ। F11 ଯୋଉଟା ରହିଲା ଏଇଟା ଫୁଲ୍ ସ୍କ୍ରିନ୍ ମୋଡ୍ ରୁହେ, ଠିକ୍ ଅଛି। ଆଉ F10 ଯୋଉଟା ରହିଲା ଆମର ମେନ୍ୟୁ ବାର୍ ଅପସନ୍କୁ ଓପେନ୍ କରିବା ପାଇଁ ହୁଏ। ଆଉ F12 ଯୋଉ ରହିଲା ବେସିକାଲି ଆମର ୱାର୍ଡ ଫାଇଲ୍‌କୁ ଓପେନ୍ ସେଭ୍ ହେଇଥିବ ଡାୟଲଗ୍ ବକ୍ସରେ ୟୁଜ୍ କରିବା ପାଇଁ ହୋଇଥାଏ। ଠିକ୍ ଅଛି। ଲାଷ୍ଟ କ୍ୱେଶ୍ଚନ୍, ହ୍ୱିଚ୍ ଅଫ୍ ଦ ଫଲୋଇଂ ଇଜ୍ ନଟ୍ ଆନ୍ ଆଉଟପୁଟ୍ ଡିଭାଇସ୍? ତ ଆଙ୍କ ଭିତରୁ କୋଉଟା ଗୋଟେ ଆଉଟପୁଟ୍ ଡିଭାଇସ୍ ନୁହେଁ ବୋଲି ପଚାରିଛି। ତ ପ୍ଲଟର, ସ୍ପିକର, ପ୍ରିଣ୍ଟର ନା ସ୍କାନର? ଆଉଟପୁଟ୍ ଡିଭାଇସ୍ ରହିଲା ଗୋଟେ କମ୍ପୋନେଣ୍ଟ ଯୋଉଟାକି କନଭର୍ଟ କରେ ଡିଜିଟାଲ ସିଗ୍ନାଲକୁ ଗୋଟେ ଅନଡିଜିରେବଲ୍ ଗୋଟେ ୟୁଜରଙ୍କ ପାଖକୁ, ଠିକ୍ ଅଛି। ଇମ୍ପୋର୍ଟାଣ୍ଟ ରହିବ ଯେମିତି ମନିଟର ରହିଲା, ପ୍ରିଣ୍ଟର, ପ୍ଲଟର ରହିଲା, ପ୍ରୋଜେକ୍ଟର, ସ୍ପିକର। ତ ଆନ୍ସର କ'ଣ ହେଇଯିବ? ସ୍କାନର ହେଇଯିବ ରାଇଟ୍ ଆନ୍ସର। ହୋପ୍ ଆପଣମାନଙ୍କୁ ଏ କ୍ଲାସ୍‌ଟା ଭଲ ଲାଗିଛି। ଯଦି ଭଲ ଲାଗିଛି ଲାଇକ୍ ମଧ୍ୟ କରନ୍ତୁ, ସେୟାର ମଧ୍ୟ କରିବାକୁ ଭୁଲିବେନି, ସବସ୍କ୍ରାଇବ୍ ମଧ୍ୟ କରନ୍ତୁ। ରହିଲି, ଜୟ ଜଗନ୍ନାଥ।